ଯାଜନ କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ? ଠାକୁରଙ୍କ ଏହି ଉପଦେଶକୁ ମାନନ୍ତୁ। ମହାଗ୍ରନ୍ଥ ଚଲାର ସାଥିରେ ବାଣୀ ସଂଖ୍ୟା 58ରେ ଶ୍ରୀ ଶ୍ରୀ ଠାକୁର ବିଶେଷ ଭାବେ କହିଲେ, ଯାଜନ ମାନେ ଯାଜିତ ଯା, ତାକୁ ନୂଆ କରି ନାନା ପ୍ରକାର ଉପଭୋଗ କରାଏ। ତେଣୁ ଜ୍ଞାନ ବା ପ୍ରେମର ଯାଜନ ଉନ୍ନତିର ଗୋଟାଏ ସହଜ ସୋପାନ। ବନ୍ଧୁଗଣ, ଆପଣ ଶେଷ ଥର କେବେ ମନରୁ ଠାକୁରଙ୍କ କଥା କାହାକୁ କହିବାକୁ ଚେଷ୍ଟା କରିଥିଲେ କି? ଆଉ ତା ଶୁଣି ଅନେକ ଅଶାନ୍ତ ହୋଇ ପଡ଼ିଥିଲେ କି? ହଁ, ଯଦି ଆଜି ଆପଣଙ୍କ ମନ ବି ଏଇଥିପାଇଁ ଅଶାନ୍ତ ଅଛି, ତେବେ ଏହି ପ୍ରସଙ୍ଗଟି ଶୁଣନ୍ତୁ, ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ, ସବୁ ବୁଝିପାରିବେ। ଆପଣଙ୍କ ମନରେ ଥିବା ସବୁ ଅଶାନ୍ତି, ସବୁ ଦ୍ୱନ୍ଦ୍ୱ ଦୂର ନିଶ୍ଚୟ ହେବ, ଏହା ମୋର ଭରସା। ତେବେ ଆସନ୍ତୁ ସମସ୍ତେ ମିଶି ଏକାଧାରରେ ସେହି ପ୍ରିୟ ପରମଙ୍କ ଆଶୀଷ ନେଇ ଆରମ୍ଭ କରିବା ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ବିଷୟଟି। ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ମୋର୍, ପରମ ଆରାଧ୍ୟା ଜଗଜ୍ଜନନୀ ଶ୍ରୀ ଶ୍ରୀ ବଡ଼ମା ମୋର୍, ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ବଡ଼ଦା ମୋର୍, ପୂଜ୍ୟପାଦ ଆଚାର୍ଯ୍ୟ ଦେବ ମୋର୍, ସଭିଙ୍କ ରାତୁଳ ଶ୍ରୀଚରଣରେ କୋଟି କୋଟି ଅନନ୍ତ କୋଟି ପ୍ରଣାମ ନିବେଦନ କରେ ଓ ମୋର ଏହି ଭିଡ଼ିଓ ଦେଖୁଥିବା ସମସ୍ତ ଇଷ୍ଟ ପ୍ରାଣ ଗୁରୁ ଭ୍ରାତା ଭକ୍ତିମୟୀ କଲ୍ୟାଣୀମୟୀ ମା'ମାନଙ୍କୁ ମୋର ଅନ୍ତରରୁ ଶ୍ରଦ୍ଧା ପ୍ରୀତି ଆନନ୍ଦିତ ଜୟଗୁରୁ ଭଲ ପାଇବା ଓ ପ୍ରଣାମ ନିବେଦନ କରେ। ବନ୍ଧୁଗଣ, ଆଜିର ଏହି ଭିଡ଼ିଓକୁ ଲାଇକ୍ଟିଏ କରନ୍ତୁ, କମେଣ୍ଟସରେ ଜୟଗୁରୁ ଲେଖି ଜଣାନ୍ତୁ। ତେବେ ଆସନ୍ତୁ ବିଷୟବସ୍ତୁକୁ ଯିବା। ଯାଜନ, ଯେଉଁଥିରେ ମଣିଷ ମଙ୍ଗଳର ଅଧିକାରୀ ହୁଏ। ତେଣୁ ଆପଣମାନେ ମୂଳ ବିଷୟ ଦିଗରେ ଲକ୍ଷ୍ୟ ରଖିବେ। ଏଇଟାକୁ ଯିଏ ସ୍ୱଭାବଗତ କରି ନେଇପାରେ, ତାର ଆଉ ଭୟ ଭାବନା ରହେ ନାହିଁ। ଜଣେ ମଣିଷ ଯଦି ଏହିପରି ହୁଏ ଏବଂ ସେ ଯଦି ଅତନ୍ତ୍ର ଯାଜନ ମୁଖର ହୁଏ, ତେବେ ସେ ଯେଉଁଠାକୁ ଯାଉ ସେଠାରେ ହିଁ ପଦ୍ମପାଦ ଭଳି ତାର ପାଦେ ପାଦେ ପଦ୍ମ ଫୁଟି ଉଠିବ। ସେଇଠୁ ବୁଝାଯାଏ ଯେ ତାର ସତ ଦୀକ୍ଷା ସାର୍ଥକ ହୋଇଛି, ଆଉ ତାର ସମସ୍ତ ଜୀବନଟା ଉନ୍ନତି ମୁଖ ଆଡ଼େ ଅଗ୍ରସର ହେଉଛି। ହଁ ବନ୍ଧୁଗଣ, ଥରେ ରାଜେନ୍ଦା ପ୍ରଶ୍ନ କଲେ ଠାକୁରଙ୍କୁ, ଠାକୁର, ପରିବେଶର କେହି ଯଦି ନିଜର ଚଳଣି ଦୋଷ ଯୋଗୁଁ ଅଭାବ ଅସୁଖ ଅଶାନ୍ତି ଡାକି ଆଣେ, ତା ଉପରେ ଅନ୍ୟର କି ହାତ ଅଛି? ଶ୍ରୀ ଠାକୁର ତାଙ୍କର ମଧୁର ସ୍ୱରରେ ଶ୍ରୀମୁଖରେ କହୁଛନ୍ତି, ହାତ ଅଛି ଯାଜନର, ହାତ ଅଛି ସେବାର, ହାତ ଅଛି ଅସତ୍ ନିରୋଧର। ସେଇ ହାତ ବଢ଼େଇ ଯଦି ପ୍ରତିକାର ପରାୟଣ ନ ହୁଏ, ତାହେଲେ ଯିଏ ଅପକର୍ମ କରେ ତା ସହିତ ଅଳ୍ପ ବହୁତ ଦୁର୍ଭୋଗ ଭୋଗିବାକୁ ହୁଏ। ଜଣେ ବ୍ୟକ୍ତିଗତ ଭାବରେ ଯେତେ ହିଁ ସତ୍ ଚଳନରେ ଚାଲୁନା କାହିଁକି, ପରିବେଶକୁ ଯଦି ସମ୍ଭବ ମତେ ସମ୍ଭାଳି ଦେଇ ନପାରେ, ତାହେଲେ କିନ୍ତୁ ସେଇ ଅକ୍ଷମତା କାରଣରୁ ତାକୁ କିଛିଟା ବ୍ୟାହତ ହେବାକୁ ହିଁ ହେବ। ବ୍ୟଷ୍ଟି ନେଇ ସମଷ୍ଟି, ଜନ ନେଇ ଜାତି, ପ୍ରତିଟି ବ୍ୟଷ୍ଟି ଯେପରି ସମାଜ ଦେହର ଏକ ଏକ ଅଙ୍ଗ। ଏହାର ଯେକୌଣସି ଅଙ୍ଗରେ କ୍ଷତ ସୃଷ୍ଟି ହେଲେ ଅନ୍ୟ ପ୍ରତ୍ୟେକଟି ଅଙ୍ଗରେ ତାର ପ୍ରତିକ୍ରିୟା ଦେଖା ଦେବ ହିଁ। ତେଣୁ ପାରତଃ କାହାକୁ ଖରାପ ହେବାକୁ ଦେବାର ନୁହେଁ। ନିଜକୁ ଭଲ ହେବାକୁ ହୁଏ, ଅନ୍ୟକୁ ଭଲ କରିବାକୁ ହୁଏ। କିଏ କେତେଟା ଭଲ, ତାର ଏକ ପ୍ରଧାନ ପରଖ ହେଉଛି ସେ ପରିବେଶକୁ କେତେଟା ଭଲର ଦିଗରେ ନିୟନ୍ତ୍ରିତ କରିପାରେ। କେତେ ଗୁଡ଼ିଏ ନୀତି କଥା ସଞ୍ଚାର କଲେ କେବଳ ହେବନି। ନୀତି ଯାହାଙ୍କଠାରେ ମୂର୍ତ୍ତ ଜୀବନ୍ତ, ତାଙ୍କୁ ସଞ୍ଚାରି ଦେବାକୁ ହେବ। ଆଉ ତା ହିଁ ଯାଜନ। ଯାଜନ ମାନେ ହେଉଛି ବାକ୍ୟ, ସେବା, ସହାନୁଭୂତି ଇତ୍ୟାଦିର ସହିତ ମଣିଷର ଅନ୍ତଃକରଣରେ ଇଷ୍ଟପ୍ରାଣ ତାକୁ ସଞ୍ଚାରିତ କରି ସେମାନଙ୍କର ଦୈନନ୍ଦିନ ଜୀବନରେ ଯାହା ଯାହା ଦ୍ୱାରା ବଞ୍ଚିବା ବଢ଼ିବାର ରୀତିନୀତି ଗୁଡ଼ିକ ପରିପାଳନ କରତଃ
ସେମାନେ ଉନ୍ନତିମୁଖର ହୁଅନ୍ତି, ତାହା ହିଁ କରିବା। ଶ୍ରୀ ଶ୍ରୀ ଠାକୁର ଯାଜନ ସମ୍ବନ୍ଧରେ ସେଦିନ କହୁଥିଲେ, ଯାଜନମାନେ ଠାକୁର ଧର, ଏକଥା ନୁହେଁ। ତୁମର ଆଳାପ ଆଲୋଚନା ବ୍ୟବହାରରେ ମଣିଷର କ୍ଷୁଧା ଜାଗିବା ଦରକାର। ସେତେବେଳେ ସେ ନିଜ ଆଡ଼ୁ ଶୁଣିବାକୁ ଚାହେଁ, ଠାକୁର କ'ଣ କହିଛନ୍ତି, ଠାକୁର କିଏ, ଠାକୁର କ'ଣ ଚାହିଁଛନ୍ତି, ମୋ ଠାକୁର କେଉଁଥିରେ ଖୁସି ହେବେ। ସନ୍ତୋଷ ଦା କହିଲେ, ଯଜନ ବେଶୀ କରିଲେ କ'ଣ ଯାଜନ ଭଲ ହୁଏ? ଶ୍ରୀ ଠାକୁର କହୁଛନ୍ତି, ଯାଜନମାନେ ଖାଲି ନାମ ଧ୍ୟାନ ନୁହେଁ, ନୀତିଗୁଡ଼ିକ ଚରିତ୍ରରେ ଫୁଟାଇ ତୋଳିବା ଏବଂ ସଂସାରର ପ୍ରତି ପଦକ୍ଷେପରେ ସେଗୁଡ଼ିକ ପାଳନ କରିବା। ଚରିତ୍ର ଏମିତି ହେବ ଯେ ତୁମକୁ ଦେଖି ଭଲ ମନ୍ଦ ଏମିତି ଲୋକର ଦେଖିନି ବୋଲି କହିବ। ଶୁଦ୍ଧ ଭଲ ମଣିଷ ହେଲେ ବି ହେବ ନାହିଁ। ଆଦର୍ଶରେ ଅଟୁଟ ରହି ମଥା ଖଟେଇ ଚାଲିବା ଦରକାର। ଯେଉଁଠାରେ ଯାହାର ସଙ୍ଗେ ଯେଉଁ ଭାବରେ ଯେମିତି ପ୍ରୟୋଜନ ସେମିତି, ଯେଉଁଥିରେ ପ୍ରତ୍ୟେକର ଅନ୍ତରର ସିଂହଦ୍ୱାର ଉନ୍ମୁକ୍ତ ହୁଏ ତୁମର ସାନ୍ନିଧ୍ୟରେ, ତୁମ ଭିତରେ ଠାକୁରଙ୍କୁ ଦେଖିବାକୁ ପାଏ, ତେବେ ତ ହୁଏ। ସନ୍ତୋଷ ଦା ପୁଣି ପଚାରୁଛନ୍ତି, ଠାକୁର କିଏ ଯଦି ଆମର ଠାକୁରଙ୍କୁ ଶ୍ରଦ୍ଧା ନ କରେ? ପ୍ରତି ଉତ୍ତରରେ ଶ୍ରୀ ଠାକୁର କହୁଛନ୍ତି, ଆଗେ ତୁମ ଉପରେ ଶ୍ରଦ୍ଧା ହେବା ଦରକାର। ତୁମକୁ ଶ୍ରଦ୍ଧା ନ କରିଲେ ତୁମର ଠାକୁରଙ୍କୁ କ'ଣ ଦେଇ ଶ୍ରଦ୍ଧା କରିବ? ତୁମର ଚରିତ୍ର ହିଁ ଯଦି ଇଷ୍ଟ ସ୍ୱାର୍ଥ ପ୍ରତିଭୂ ହୁଏ, ତୁମକୁ ଦେଖି ତାର ବୁକୁ ଭରିଯିବ, ସତ୍ତା ଡଗମଗ ହୋଇ ଉଠିବ। ସେଥିପାଇଁ ତୁମର ଇଷ୍ଟଙ୍କ ଉପରେ ଶ୍ରଦ୍ଧା ସେତେବେଳେ ସ୍ୱତଃ ଦୁର୍ବାର ହୋଇ ଉଠିବ। ତୁମେ ଯଦି ଇଷ୍ଟଙ୍କର ହୁଅ, ତୁମର ଜଗତଟା ଇଷ୍ଟଙ୍କର ହେବ। କାୟ ମନବାକ୍ୟରେ ଏହିପରି ହୋଇ ଉଠିବା ହିଁ ପ୍ରଧାନ କଥା। ତୀକ୍ଷ୍ଣ ହୁଅ କିନ୍ତୁ ସ୍ଥିର ହୁଅ, ସମସ୍ତ ଅନୁଭବ କରିପାରିବ। ପରମ ଦୟାଲ ଶ୍ରୀ ଠାକୁର ପୁଣି କହୁଛନ୍ତି, ଯାଜନ ଓ ସେବାରେ ଯିଏ ଯେତେ ପ୍ରଚୁର ହୁଏ, ତାର ଜୀବନରେ ପ୍ରାଚୁର୍ଯ୍ୟ ବି ସେତେ ସହଜ ହୋଇ ଉଠେ। ମଣିଷକୁ ଟିକେ ଆନ୍ତରିକ ଭାବେ ଭଲ ପାଅ, ତାର ଯେପରି ଭଲ ଟିକକ ହୁଏ ସେଇଭଳି ସେବାଚର୍ଯ୍ୟ କର, ସ୍ୱାର୍ଥୀୟ ପ୍ରତ୍ୟାଶା ବାଦ ଦେଇ। ତାହେଲେ ଦେଖ ମଣିଷ ଯେ ତୁମର ପାଇଁ କ'ଣ କରିବ। ତୁମକୁ କେଉଁଠାରେ ରଖିବେ ତା ଭାବି ବି ପାରିବନି। ତେଣୁ କହେ, ମଣିଷ ଉପାୟ କର, ଟଙ୍କା ଉପାୟ କରିବାର କଥା ତୁମକୁ ଭାବିବାକୁ ହିଁ ହେବନି। ଯାଜନ ଜୈତ୍ର ହେବାକୁ ହେବ। ଯାଜନ ଅର୍ଥ ଇଷ୍ଟ ସଞ୍ଚାରଣ, ଅର୍ଥାତ୍ ସତଚିନ୍ତା ବାକ୍ୟ କର୍ମ ଭିତର ଦେଇ ସେବା ଓ ସାହଚର୍ଯ୍ୟରେ, ପ୍ରୀତି ଓ ପ୍ରେରଣାରେ ମଣିଷକୁ ଉଦ୍ଦୀପ୍ତ କରି ଇଷ୍ଟନିଷ୍ଠ କରି ତୋଳିବା। ଭଲରେ ବଞ୍ଚିବାକୁ ହେଲେ ନିଜର ପରିବେଶକୁ ଭଲ ରଖିବାକୁ ହେବ। ପରିବେଶକୁ ସତ୍ ଚେତନାରେ ଉଦ୍ବୁଦ୍ଧ ଓ ଅସତ୍ ନିରୋଧୀ କରି ତୋଳିବାକୁ ହେବ। ଯଦି ପରିବେଶ ସୁସ୍ଥ ଓ ସତ୍ ନ ରହେ, ତାହା ଆମକୁ ମଧ୍ୟ ଛାଡ଼ିବ ନାହିଁ। ଏଣୁ ପରିବେଶକୁ ଭଲ କରିବାକୁ ହେଲେ ଯାଜନ ଜୈତ୍ର ହେବାକୁ ହେବ ଆମକୁ, ଅର୍ଥାତ୍ ଯାଜନରେ ଜୟଯୁକ୍ତ ହେବାକୁ ହେବ ଆମକୁ। ଶ୍ରୀ ଶ୍ରୀ ବଡ଼ଦାଙ୍କ ଭାଷାରେ ଏହି ବ୍ୟାପକ ପୁଣ୍ୟ ପ୍ରୟାସର ନାମ ଯାଜନଚର୍ଯ୍ୟା। ପରମ ପିତା ଶ୍ରୀ ଶ୍ରୀ ଠାକୁର କହୁଛନ୍ତି, ଯାଜନ କଥାରେ ହୁଏ, ବକ୍ତୃତାରେ ହୁଏ, ଗାନ ଗାଇବାରେ ହୁଏ, ଲେଖାରେ ଅଭିନୟରେ ହୁଏ, ରେଡ଼ିଓରେ ହୁଏ, ସିନେମାରେ ହୁଏ, ଟେଲିଭିଜନରେ ହୁଏ, କୃଷିରେ ହୁଏ, ଶିଳ୍ପରେ ହୁଏ, ଶିକ୍ଷାରେ ହୁଏ, ସ୍ୱାସ୍ଥ୍ୟରେ ହୁଏ, ବ୍ୟବସାୟ ବାଣିଜ୍ୟରେ ହୁଏ, ସାମାଜିକ କ୍ରିୟାକଳାପରେ ହୁଏ, ଉତ୍ସବରେ ହୁଏ, ପ୍ରଦର୍ଶନୀରେ ହୁଏ, ଆଚାର ଓ ଆଚରଣରେ ହୁଏ, ଚରିତ୍ରରେ ହୁଏ, ସଂଗଠନରେ ହୁଏ, ସେବାରେ ହୁଏ। ନ ହୁଏ କେଉଁଥିରେ କହିପାରିବେ? ବ୍ୟକ୍ତିଗତ ସାଧନା ତଥା ଇଷ୍ଟ ପ୍ରାଣତା ଉପରେ ଯାଜନ କରିବା ନିର୍ଭର କରେ। ନହେଲେ ତାହା ପ୍ରାଣହୀନ ଉପଦେଶ ଦାନ ହିଁ କେବଳ ହୋଇଥାଏ। ସେ ଠାକୁର ଆହୁରି କହୁଛନ୍ତି, ଉପଦେଶ ତୁହି ଦେନା ଯେତେ ହିଁ
ଉଦାହରଣ ଆଗେ ସଞ୍ଚାରଣାରେ ଦୀପ୍ତ କର କୃତି ଦୀପନ ରାଗେ। ଅତଏବ ଆଚରଣଶୀଳ ନ ହୋଇ କେବଳ ଶୁଣା କଥା ବା ବହି ପଢ଼ା କଥା ଉପରେ ନିର୍ଭର କରି ଇଷ୍ଟଙ୍କର ଯାଜନ ବିଶେଷ ଫଳପ୍ରସୂ ହୋଇ ନପାରେ। ଯାଜନ ଭିତର ଦେଇ ଧର୍ମଦାନ କରାଯାଇଥାଏ ଏବଂ ସବୁ ଦାନଠାରୁ ଶ୍ରେଷ୍ଠ ଦାନ ହେଉଛି ଧର୍ମଦାନ, ଅର୍ଥାତ୍ ବଞ୍ଚିବା ବଢ଼ିବାର ନୀତିବିଧିର ଦାନ। ଯେପରି ଭାବେ ଶ୍ରୀ ଠାକୁର ଆମମାନଙ୍କୁ କହିଛନ୍ତି, ତା ଯଦି ଅକପଟ ହୋଇ ଆମେମାନେ କରୁ, ତେବେ ହିଁ ସେ ଏହି ଧରାଧାମରେ ଆସି ଯାହା ଗଢ଼ି ତୋଳିବାକୁ ଚାହିଁଥିଲେ ତା ମୂର୍ତ୍ତ ହେବ। ଆମମାନଙ୍କ ଭଳି ତୁଚ୍ଛ ମଣିଷମାନଙ୍କୁ କିନ୍ତୁ ସୈନ୍ୟ ବନେଇଛନ୍ତି ସିଏ। ଆମମାନଙ୍କୁ ହିଁ ଅସ୍ତ୍ର କରିଛନ୍ତି ସିଏ। କିପରି ସିଏ ନିର୍ଭର କରିଛନ୍ତି, ଆଶା କରୁଛନ୍ତି ଆମମାନଙ୍କ ଉପରେ ଯେ ତାଙ୍କ ଇସ୍ପିତ କାର୍ଯ୍ୟ ସାରା ଦୁନିଆରେ ଆମେମାନେ ପରିବ୍ୟାପ୍ତ ହେବା, ସାରା ଦୁନିଆକୁ ଆମେମାନେ ତାଙ୍କ ଚରଣକୁ ନେଇ ଆସିବା। ଆଉ ନିଜକୁ ଯଦି ନିଜେ ଗଢ଼ି ନ ତୋଳୁ, ତାହେଲେ ଏହି ଖେଳେଇ ପଡ଼ିବାଟା ହେବ କିପରି ଭାବେ? ପଦେ ପଦେ ସଂଘାତ ଆସିବ। ତେଣୁ ଯଜନଶୀଳ ହୋଇ ଆତ୍ମବିଶ୍ଳେଷଣ ପରାୟଣ ହୋଇ ଚାଲିବାଟା କିନ୍ତୁ ନିତ୍ୟାନ୍ତ ପ୍ରୟୋଜନ। ନିଜର ତ୍ରୁଟି ବିଚ୍ୟୁତି ପ୍ରତି କଠୋର ହେବା ପ୍ରୟୋଜନ। ଏହି ଯେ ଆମେମାନେ ଭୁଲ କରି ପକାଇ ଆସି ପ୍ରାଜାପତ୍ୟ ଇତ୍ୟାଦି ପ୍ରାୟଶ୍ଚିତ କରୁ, ତା କିନ୍ତୁ କୌଣସି ଶାସ୍ତି ନୁହେଁ। ମୋତେ କେହି ଶାସ୍ତି ଦିଅ ନା, ଶାସ୍ତି ମୁଁ ନିଜକୁ ହିଁ ଦିଏ। ଆମେମାନେ ଯେ ଠାକୁରଙ୍କୁ ଗ୍ରହଣ କରୁ, ତା କିନ୍ତୁ ଆମମାନଙ୍କର ସ୍ୱାଧୀନ ଇଚ୍ଛାରୁ କରୁ। ଏହି ଯେ ଇଷ୍ଟବୃତ୍ତି କରିବି, ନାମ ଧ୍ୟାନ କରିବି, ଯାଜନ କରିବି, ତାଙ୍କ ଇସ୍ପିତ ପଥରେ ଚାଲିବି, ଏହା ଆମମାନଙ୍କର ସ୍ୱାଧୀନ ଇଚ୍ଛା। କିନ୍ତୁ ତାଙ୍କର ଇଚ୍ଛାକୁ ଯଦି ମୁଁ ମୋର ଇଚ୍ଛା ବୋଲି ପାଳନ କରି ଚାଲି ନପାରେ, ତାହେଲେ ଜୀବନ ଭରି ଯେତେ ହିଁ ଅଭିନୟ କରିନା କାହିଁକି, ସାରା ପୃଥିବୀ ସେଥିରେ ବାହାବା ଦେଲେ ବି ମୁଁ ନିଜେ ଜାଣିବି ଯେ ଦିନର ଶେଷରେ ସେଇଟା ମୋର କୌଣସି କାମରେ ଲାଗିବନି। ଦିନର ଶେଷରେ ମୋର ଆଉ କେହି ରହିବେନି ପାଖରେ, କେହି ହିଁ ରହିବେନି। ସେଠାରେ କେବଳ ମୋର ଠାକୁର ହିଁ ଦରକାର ପଡ଼ିବେ। ହଁ ବନ୍ଧୁଗଣ, ଆଜିର ଏହି ସୁନ୍ଦର ବିଷୟବସ୍ତୁଟି ଆପଣମାନଙ୍କୁ ଭଲ ଲାଗିଥିଲେ ଲାଇକ୍ଟିଏ କରନ୍ତୁ, କମେଣ୍ଟସରେ ଜୟଗୁରୁ ଲେଖି ଜଣାନ୍ତୁ। ଏପର୍ଯ୍ୟନ୍ତ ଯଦି ଜୟଗୁରୁ ପ୍ରାର୍ଥନା ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ତାହେଲେ ଶୀଘ୍ର ସବସ୍କ୍ରାଇବ୍ କରିଦିଅନ୍ତୁ ଓ ପାଖରେ ଥିବା ବେଲ୍ ନୋଟିଫିକେସନର ଅଲ୍ ବଟନକୁ ଦବାଇ ଦିଅନ୍ତୁ। ତାହେଲେ ଆସନ୍ତୁ ଆଜିର ଏହି ସୁନ୍ଦର ବିଷୟବସ୍ତୁରେ ଏଇଠି ରହିବା। କାଲି ଆଉ ଗୋଟିଏ ସୁନ୍ଦର ବିଷୟବସ୍ତୁଟିଏ ନେଇ ଆସିବୁ। ସେ ପର୍ଯ୍ୟନ୍ତ ଅପେକ୍ଷା କରି ରହିବେ। ରହୁଛୁ। ଜୟ ଗୁରୁ। ବନ୍ଦେ ପୁରୁଷୋତ୍ତମମ୍।